मेघमाଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆମମାନେ ଏହି ପ୍ରକାର ପରସ୍ପରକୁ ଉତ୍ସାହିତ କରୁଥିବା। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଏହିପରି ସ୍ତ୍ରୀ ଯେ ପାଇଛି ସେ ଧନ୍ୟ। ଏପରି ସ୍ତ୍ରୀ ଯେ ପାଇଛି ସେ ଧନ୍ୟ। ପ୍ରିୟମାନେ, ବାଇବଲ କେଉଁ ପ୍ରକାର ସ୍ତ୍ରୀକୁ ଧନ୍ୟ ବୋଲି କହେ, ଆଉ ସେଇ ସ୍ତ୍ରୀଙ୍କ ବିଷୟରେ ଆମେ ଦେଖିବା। ଆମେ ବାଇବଲରୁ ହିଁ ଦେଖିବା, କାରଣ ବାଇବଲ ସ୍ତ୍ରୀମାନଙ୍କୁ ବହୁତ ସମ୍ମାନ ଦିଏ। ଆଉ ବାଇବଲର ସ୍ତ୍ରୀମାନେ ଧନ୍ୟ ସ୍ତ୍ରୀମାନେ ଅଟନ୍ତି। ଆମେ ଦେଖିବା କେଉଁ ପ୍ରକାର ସ୍ତ୍ରୀମାନେ ଧନ୍ୟ। ପ୍ରଥମ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଫେସୀୟ ପୁସ୍ତକ ଏହାର 5 ଅଧ୍ୟାୟର 22 ପଦ। ହେ ସ୍ତ୍ରୀମାନେ, ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ତ୍ରୀର ବଶୀଭୂତା ହୁଅ। ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କର ବଶୀଭୂତା ହେବା ଶିଖିଛି, ସେ ଗୋଟେ ଧନ୍ୟ ସ୍ତ୍ରୀ। ଆଉ ଯେଉଁ ସ୍ୱାମୀ ଏହି ପ୍ରକାର ସ୍ତ୍ରୀ ପାଇଛନ୍ତି, ସେଇ ସ୍ତ୍ରୀ ମଧ୍ୟ, ସେଇ ସ୍ୱାମୀ ମଧ୍ୟ ସେ ଧନ୍ୟ ଅଟନ୍ତି। ପ୍ରିୟମାନେ, ଆଜିର ସମୟରେ ଆମେ ଏହି ପ୍ରକାର ସ୍ତ୍ରୀମାନଙ୍କୁ ଆମେ ଦେଖିପାରୁନାହୁଁ, ଯେଉଁ ସ୍ତ୍ରୀମାନେ କି ନିଜର ସ୍ୱାମୀଙ୍କର ବଶୀଭୂତ ହେବେ। ବଶୀଭୂତ ହେବା ଗୋଟେ ଅପମାନର ବିଷୟ ବୋଲି ଭାବୁଛନ୍ତି। ବଶୀଭୂତ ହେବା ଗୋଟିଏ ତଳର ବିଷୟ ଭାବୁଛନ୍ତି। ନାଇଁ, ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ନିଜର ମା ବାପାଙ୍କର ବଶୀଭୂତ ହୋଇ ରହିଥିଲେ। ଯଦି ସେ ବଶୀଭୂତ ହୋଇ ରହୁଛନ୍ତି, ତାହେଲେ ଆମେ ବଶୀଭୂତ ହେବା ପାଇଁ କ'ଣ ଅସୁବିଧା ରହିଛି? ପ୍ରିୟମାନେ, ବଶୀଭୂତ ଯେଉଁ ସ୍ତ୍ରୀ ହୁଏ, ସେଇ ସ୍ତ୍ରୀ ଯେ ପାଏ ସେ ଧନ୍ୟ। ମୁଁ ଆପଣମାନଙ୍କୁ ଆଉ ଗୋଟେ ପଦ ଦେଖାଇବା ପାଇଁ ଚାହେଁ, ଯାହାକି ଆମେ ପଢ଼ିପାରିବା। ହିତୋପଦେଶ 14 ଅଧ୍ୟାୟର 1 ପଦରେ, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ। ଯିଏ ଗୋଟେ ଜ୍ଞାନବତୀ ସ୍ତ୍ରୀ ପାଇଛି ସେ ଧନ୍ୟ। କାରଣ ଗୋଟେ ଜ୍ଞାନବତୀ ସ୍ତ୍ରୀ ସେ ଆପଣା ଘରକୁ ଏତେ ସୁନ୍ଦର ଭାବରେ ଗୁନ୍ଥେ, ସେ ତିଆରି କରେ। ସ୍ୱାମୀ ନିଜ ଘରକୁ ଗୁନ୍ଥି ପାରେ ନାହିଁ। ସ୍ତ୍ରୀଙ୍କୁ ସେହି ଦାୟିତ୍ୱ ପ୍ରଭୁ ଦେଇଛନ୍ତି। ତାଙ୍କର ସବମିଶନ ଦ୍ୱାରା, ବଶୀଭୂତ ଦ୍ୱାରା ଯେତେବେଳେ ଗୋଟିଏ ସ୍ତ୍ରୀ ନିଜର ସ୍ୱାମୀଙ୍କର ବଶୀଭୂତ ହେବେ, ସେତେବେଳେ ସେ ନିଜ ଘରକୁ ଗୁନ୍ଥି ପାରିବେ, ନିଜ ଘରକୁ ତିଆରି କରିପାରିବେ। ଆମେ ଜଗତରେ ଦେଖୁ, ଯେଉଁ ସ୍ତ୍ରୀମାନେ ନିଜର ସ୍ୱାମୀଙ୍କର ବଶୀଭୂତା ହେଇନାହାନ୍ତି, ସେମାନେ ଘରକୁ ଭାଙ୍ଗି ଦେଇଛନ୍ତି। କାରଣ ଦୁଷ୍ଟ ସ୍ତ୍ରୀ, ଅଜ୍ଞାନ ସ୍ତ୍ରୀ ଆପଣା ସ୍ୱହସ୍ତରେ ଆପଣା ଘରକୁ ସେ ଭାଙ୍ଗିଦିଏ। ପ୍ରିୟମାନେ, ଏହି ପ୍ରକାର ସ୍ତ୍ରୀ ଯେ ପାଇଛି ସେ ଧନ୍ୟ। ଲେଖାଯାଏ, ଯଦି ପଢ଼ିବା ଆମେ ହିତୋପଦେଶ 31 ଅଧ୍ୟାୟର 10 ପଦ, ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ଜ୍ଞାନବତୀ ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତା ଠାରୁ ହିଁ ତାହାର ମୂଲ୍ୟ ଅଧିକ। ପ୍ରିୟମାନେ, ଆପଣମାନେ ମୁକ୍ତା କେବେ ଦେଖିଛନ୍ତି କି ନାହିଁ ମୋତେ ଜଣା ନାହିଁ। ମୁଁ ତ କେବେ ମୁକ୍ତା ଦେଖି ନାହିଁ। ମାତ୍ର ମୁକ୍ତା ଠାରୁ ମଧ୍ୟ ଆହୁରି ଅଧିକ ମୂଲ୍ୟବାନ କିଏ? ଗୋଟିଏ ଗୁଣବତୀ ସ୍ତ୍ରୀ। ଗୁଣବତୀ ସ୍ତ୍ରୀ କି ପ୍ରକାର? ଗୁଣବତୀ ବୋଲି କାହିଁକି କୁହାଯାଏ? ସେ ଗୁଣବତୀ ସ୍ତ୍ରୀ ଏଥିପାଇଁ କୁହାଯାଏ ଯେ 12 ପଦରେ, ସେ ଜୀବନ ଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। ଗୋଟେ ଗୁଣବତୀ ସ୍ତ୍ରୀର ଏଇଟା ଗୋଟେ ନମ୍ବର 1 ଗୁଣ। ସେ କେବେ ମଧ୍ୟ ତାଙ୍କ ଚିନ୍ତା, ଭାବନା, ସ୍ୱପ୍ନ କେବେ କେଉଁଠି ମଧ୍ୟ ନିଜର ସ୍ୱାମୀଙ୍କର କେବେ କ୍ଷତି କରନ୍ତି ନାହିଁ କି କ୍ଷତି ଚିନ୍ତା କରନ୍ତି ନାହିଁ। ସବୁବେଳେ ହିଁ ମଙ୍ଗଳ 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 ଚିନ୍ତା କରନ୍ତି। ସେଥିପାଇଁ ତାଙ୍କୁ ଗୁଣବତୀ ସ୍ତ୍ରୀ କୁହାଯାଏ। ସେ ମେସଲମ ଓ ମସିଣା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ। ସେ ଜଣେ ପରିଶ୍ରମୀ ସ୍ତ୍ରୀ ଅଟନ୍ତି। ଏଥିପାଇଁ ତାଙ୍କୁ ଗୁଣବତୀ ସ୍ତ୍ରୀ ବୋଲି ତାଙ୍କୁ କୁହାଯାଏ। ସେହି ପରିଶ୍ରମୀ ସ୍ତ୍ରୀ ଯଦି ଆମେ ପଢ଼ିବା 26 ପଦରେ, ସେ ଜ୍ଞାନରେ ଆପଣା ମୁଖ ଫିଟାଏ, ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। କେତେ ସୁନ୍ଦର! ଏମାନେ ଏହି ପ୍ରକାର ସ୍ତ୍ରୀ ଯେଉଁମାନେ ପାଇଛନ୍ତି,
ସେମାନେ ଧନ୍ୟ। ଏମାନଙ୍କୁ କୁହାଯାଏ ଗୁଣବତୀ ସ୍ତ୍ରୀ, ଜ୍ଞାନବତୀ ସ୍ତ୍ରୀ, ନିଜର ସ୍ୱାମୀଙ୍କର ବଶୀଭୂତ ହୋଇ ରହିବା ସ୍ତ୍ରୀ। ଏହି ପ୍ରକାର ସ୍ତ୍ରୀମାନେ ସବୁ ସମୟରେ ନିଜର ସ୍ୱାମୀଙ୍କୁ ତିଆରି କରନ୍ତି, ନିଜ ସ୍ୱାମୀଙ୍କୁ ଉଚ୍ଚରେ ନିଅନ୍ତି। ସେମାନେ କେବେ ହେଲେ ମଧ୍ୟ ନିଜ ସ୍ୱାମୀଙ୍କର କ୍ଷତି କରନ୍ତି ନାହିଁ। ପ୍ରିୟମାନେ, ଲେଖାଯାଏ 29 ପଦରେ ଅନେକ କନ୍ୟା ଗୁଣ ଦେଖାଇଛନ୍ତି, ଗୁଣବତୀ ସ୍ତ୍ରୀ ଅଛନ୍ତି, ଗୁଣଗୁଡ଼ିକ ଦେଖାଇଛନ୍ତି, ମାତ୍ର ସେ ଗୁଣଗୁଡ଼ିକ ଠିକ୍ ଗୁଣ ନୁହେଁ। ମାତ୍ର ତୁମ୍ଭେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ। ଅନେକ ଗୁଣ ଦେଖାଇଛନ୍ତି, ମାତ୍ର ଆଙ୍କର ଗୁଣ ଶ୍ରେଷ୍ଠ, ଲାବଣ୍ୟ ପ୍ରବଞ୍ଚନାଜନକ। ଯେଉଁ ଲାବଣ୍ୟ ଆଉ ସୌନ୍ଦର୍ଯ୍ୟ ଓସାର ସେଇଟା ଲୋକ ଖୋଜୁଛନ୍ତି ଆଜିର ସମୟରେ, ସେଇଟା ଲାବଣ୍ୟ ସୌନ୍ଦର୍ଯ୍ୟ ସେଇଟା ଦରକାର ବୋଲି କହୁଛନ୍ତି। ମାତ୍ର ବାଇବଲ କହେ ଲାବଣ୍ୟ ଆଉ ସୌନ୍ଦର୍ଯ୍ୟ ଓସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତା ହେବ। ପ୍ରିୟମାନେ, ଏହି ପ୍ରକାର ସ୍ତ୍ରୀ, ଯେଉଁ ସ୍ତ୍ରୀଙ୍କ ପାଖରେ ପରମେଶ୍ୱରଙ୍କର ଭୟ ଥିବ, ପରମେଶ୍ୱରଙ୍କୁ ଯେଉଁ ସ୍ତ୍ରୀ ଭୟ କରୁଥିବ, ଏହି ପ୍ରକାର ସ୍ତ୍ରୀ ଯେଉଁମାନେ ପାଉଛନ୍ତି ସେମାନେ ଧନ୍ୟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଏହି ପ୍ରକାର ସ୍ତ୍ରୀମାନଙ୍କୁ ପୃଥିବୀରେ ରଖିଛନ୍ତି। କେବଳ ଗୋଟିଏ ବୁଦ୍ଧିମାନ ବ୍ୟକ୍ତି, ଜ୍ଞାନବାନ ବ୍ୟକ୍ତି, ଗୋଟେ ଆତ୍ମିକ, ଗୋଟେ ଧାର୍ମିକ ବ୍ୟକ୍ତି, ଏହି ପ୍ରକାର ସ୍ତ୍ରୀମାନଙ୍କୁ ସେମାନେ ନିଜର ସ୍ୱାମୀ ସ୍ତ୍ରୀ ଭାବରେ ସେମାନେ ଗ୍ରହଣ କରିବେ। ମାତ୍ର ଆଜିର ସମୟରେ ଯେଉଁ ପ୍ରକାର ଭାବରେ ସେମାନେ ନିଜର ଚକ୍ଷୁର ଅଭିଳାଷ ଅନୁସାରେ ନିଜ ପାଇଁ ସ୍ୱାମୀ ସ୍ତ୍ରୀ ପସନ୍ଦ କରୁଛନ୍ତି, ଆଉ ସେମାନେ ପରେ ହଇରାଣରେ ପଡ଼ୁଛନ୍ତି। ବାଇବଲର ପରମେଶ୍ୱର ସବୁ ସମୟରେ ଜ୍ଞାନକୁ, ଗୁଣକୁ, ଏସବୁ ଗୁଡ଼ିକକୁ ପ୍ରାୟୋରିଟି ଦିଅନ୍ତି। ଆଉ ଜଗତ, ସୌନ୍ଦର୍ଯ୍ୟ, ଧନ, ସମ୍ପତ୍ତି ଏସବୁକୁ ପ୍ରାୟୋରିଟି ଦିଏ। ଏସବୁ ଦରକାର ନାହିଁ ବୋଲି କୁହାଯାଏ ନାହିଁ, ମାତ୍ର ସେସବୁ ଆବଶ୍ୟକ, ମାତ୍ର ସବୁଠାରୁ ଟପ୍ରେ ଏହିସବୁ ବିଷୟ ଗୁଡ଼ିକ ଥାଏ। ସେଥିପାଇଁ ଏହି ପ୍ରକାର ସ୍ତ୍ରୀ ଯେଉଁ ସ୍ୱାମୀ ପାଏ ସେ ଧନ୍ୟ। ପ୍ରଭୁଙ୍କର ଦୟା ଅନୁଗ୍ରହରେ ବାଇବଲର ସ୍ତ୍ରୀମାନେ, ପ୍ରଭୁଙ୍କର ବିଶ୍ୱାସ କରୁଥିବା ମା ଭଉଣୀମାନେ, ସେମାନେ ଏହି ପ୍ରକାର ସ୍ତ୍ରୀ ଅଟନ୍ତି। ଆଉ ସେମାନଙ୍କର ଦ୍ୱାରା ତାଙ୍କର ସ୍ୱାମୀଙ୍କର ସବୁବେଳେ ଲାଭ ହୁଏ, ମଙ୍ଗଳର ଅଭାବ ହୁଏ ନାହିଁ। ସେମାନେ ନଗର ଦ୍ୱାରରେ ପ୍ରାଚୀନ ଗଣ ସହିତ ଠିଆ ହେବା ସମୟରେ ସେମାନେ ପରିଚିତ ହୁଅନ୍ତି। ପ୍ରିୟମାନେ, ଏହି ପ୍ରକାର ଭାବରେ ସେ ନିଜର ସ୍ୱାମୀଙ୍କୁ ଉପରକୁ ରଖିଥାଏ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ଗୌରବମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ, କାରଣ ତୁମେ ମହାନ ଅଟ, ସର୍ବଶକ୍ତିମାନ ତୁମେ ଅଟ। ପ୍ରଭୁ, ତୁମେ ବୈବାହିକ ସମ୍ପର୍କକୁ ସ୍ଥାପନ କରିଛ। ଆଉ ପ୍ରଭୁ, ତୁମେ ସ୍ତ୍ରୀଙ୍କୁ ତୁମେ ତିଆରି କରିଛ, ତୁମେ ତାହାଙ୍କୁ ଗୁଣବତୀ, ଜ୍ଞାନବତୀ ପରିକରି ତୁମେ ତିଆରି କରିଛ। ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରତ୍ୟେକ ପୁଅମାନେ ଉପବାସର ସହିତ ନିଜ ନିମନ୍ତେ ସେମାନେ ଯେ ପ୍ରକାର ଜୀବନସାଥୀ ଖୋଜିପାରିବେ, ପ୍ରତ୍ୟେକ ଝିଅମାନେ ଉପବାସର ସହିତ, ପ୍ରାର୍ଥନାର ସହିତ ନିଜ ନିମନ୍ତେ ଜୀବନସାଥୀ ଖୋଜିପାରିବେ, ଦୟାକରି ସାହାଯ୍ୟ କର। ପ୍ରଭୁ, ବାହ୍ୟ ରୂପକୁ ଦେଖି କେହି ମଧ୍ୟ ଆକର୍ଷଣ ହୋଇ ନଯାଇ ସମସ୍ତେ ଯେ ପ୍ରକାର ବାକ୍ୟ ଅନୁମୋଦିତ ବିଷୟ ଗୁଡ଼ିକକୁ ଧ୍ୟାନରେ ରଖିପାରିବେ, ଅନୁଗ୍ରହ ପ୍ରଦାନ କର। ମୁଁ ତୁମକୁ ଧନ୍ୟବାଦ ଦିଏ। ଏହି ସମୟରେ ଅନେକ ଯୁବା ଯୁବତୀମାନଙ୍କର ବାହାଘର ଗୁଡ଼ିକ ହେଉଛି, ଆଉ ସେମାନଙ୍କ ବାହାଘର ଗୁଡ଼ିକ ପ୍ରଭୁ ଲାଷ୍ଟିଂ କରୁ, ପରସ୍ପର ବୁଝିବେ, ଆଉ ସେମାନେ ଜଗତ ଦୃଷ୍ଟିରେ ଆଦର୍ଶ ଜୀବନଯାପନ କରିପାରିବେ। ତୁମେ ଅନୁଗ୍ରହ ପ୍ରଦାନ କର। ପ୍ରଭୁ ଧନ୍ୟବାଦ। ପ୍ରାର୍ଥନା ଶୁଣିଛ, ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।